राज्यसभा ପାଇଁ ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ନବୀନ ପଟ୍ଟନାୟକ। ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଶନିବାର ଦୁଇ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି। ଡାକ୍ତର ଦତେଶ୍ୱର ହତା ଏବଂ ସମ୍ପୃକ୍ତ ମିଶ୍ରଙ୍କୁ ପ୍ରାର୍ଥୀ କରିଛନ୍ତି ନବୀନ। ସମ୍ପୃକ୍ତ ତୃତୀୟ ଓ ଦତେଶ୍ୱର ଚତୁର୍ଥ ଆସନ ପାଇଁ ପ୍ରାର୍ଥୀ ହୋଇଛନ୍ତି। ଏହି ଘୋଷଣା ନବୀନ ନିବାସରେ ବିଜେଡିର ରାଜନୈତିକ ବ୍ୟାପାର କମିଟି ବୈଠକ ଓ ବିଧାୟକମାନେ ଆଲୋଚନା ପରେ ହୋଇଛି। ଓଡ଼ିଶାରେ 4ଟି ରାଜ୍ୟସଭା ଆସନ ଖାଲି ହେଉଛି, ଯେଉଁଥିପାଇଁ ମାର୍ଚ୍ଚ 16ରେ ନିର୍ବାଚନ ହେବ। ଡାକ୍ତର ଦତେଶ୍ୱର ହତା ହେଉଛନ୍ତି ଓଡ଼ିଶା ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି। ଏସ୍ସିବି ମେଡିକାଲରେ ୟୁରୋଲୋଜି ବିଭାଗର ମୁଖ୍ୟ ଥିଲେ ଦତେଶ୍ୱର। ସେ ଏସ୍ସିବି ମେଡିକାଲ କଲେଜର ଡିନ୍ ଓ ପ୍ରିନ୍ସିପାଲ ଥିଲେ। କିଡନୀ ଟ୍ରାନ୍ସପ୍ଲାଣ୍ଟ, ଲିଭର ଟ୍ରାନ୍ସପ୍ଲାଣ୍ଟ ୟୁନିଟ୍ ପ୍ରତିଷ୍ଠାରେ ତାଙ୍କର ଅବଦାନ ବହୁତ ରହିଛି। ସେହିପରି ସମ୍ପୃକ୍ତ ମିଶ୍ର 1994ରେ ହିନ୍ଦୁସ୍ତାନ ୟୁନିଲିଭରରେ ଯୋଗ ଦେଇଥିଲେ। 1996ରେ ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ଭାବରେ ଯୋଗ ଦେଇଥିଲେ। ଚାକିରିରୁ ସ୍ୱେଚ୍ଛାକୃତ ଭାବରେ ଅବସର ନେଇ 2024ରେ ବିଜୁ ଜନତା ଦଳରେ ଯୋଗ ଦେଇଥିଲେ। ଏହା ବ୍ୟତୀତ ସେ କାର୍ବନ ବ୍ଲାକର ଜଣେ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ। ସେ ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଭାବରେ କାର୍ଯ୍ୟ କରୁଛନ୍ତି। ସେ କଟକ ଲୋକସଭା ଆସନରୁ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। ମାତ୍ର ଏଥିରେ 57,077 ଖଣ୍ଡ ଭୋଟରେ ଭାଜପାର ଭର୍ତ୍ତୃହରି ମହତାବଙ୍କ ଠାରୁ ପରାସ୍ତ ହୋଇଥିଲେ। ଅନ୍ୟପକ୍ଷରେ ବିଜେଡି ରାଜ୍ୟସଭା ପ୍ରାର୍ଥୀ ଘୋଷଣା ପରେ ଦତେଶ୍ୱର ନବୀନଙ୍କୁ କୃତଜ୍ଞତା ଜଣାଇବା ସହ ସବୁ ଦଳଠାରୁ ସମର୍ଥନ ପାଇବାକୁ ଆଶା ରଖିଛନ୍ତି ବୋଲି କହିଛନ୍ତି। ସେହିପରି ସମ୍ପୃକ୍ତ ନବୀନଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି, ମୋତେ ମିଳିଥିବା ଗୁରୁଦାୟିତ୍ୱ ସମ୍ପାଦନ କରିବି। ଧନ୍ୟବାଦ।